ମୁଁ ଜଣେ ମିଡ଼ିଏଟ୍ ଲୋକ ବାହାଘର ମାଗଣାରେ କରୁଛି। ବର୍ତ୍ତମାନ ଆହୁରି 100 ବାହାଘର ଆଉ 100 ବାହାଘର ବର୍ତ୍ତମାନ ଅଛି। ମୁଁ 83ରୁ ଖାଲି ବାହାଘର ବର୍ତ୍ତମାନ ବାହାଘର ବହୁତ କଲେଣି। ତାରି ବଡ଼ର ମନ୍ଦିର ବି ହେଇଗଲାଣି। ନାଇଁ ନାଇଁ ଜଣେ ବି ନାହିଁ, ଜଣେ ନାହିଁ। କିନ୍ତୁ ମୁଁ ଲୋକ ସେବା କରୁଛି, ମନ୍ଦିର କରିଛି, ସୋସାଇଟି କରିଛି। ଆହୁରି କେତେ କ'ଣ ବାହାର ମୁଁ କାଠୁ ଆଣେନି। ନାଇଁ ନାଇଁ ମୁଁ କାଠୁ ମାଗି ଆଣେ। ମୋ ପୁଅ ବୋଉମାନେ ମନା କରିଛି ମାନେ କହିଲେ ଆପଣ କାଠୁ ପଇସା ମାଗିବ ମନ୍ଦିର ପଇସା କାଠୁ ଆଣେ। ନାଇଁ ମୁଁ ତାଙ୍କ ଇଚ୍ଛା ହେଲେ ଦେବେ, ନହେଲେ ତ ନାହିଁ। ମୋର ଦରକାର ନାହିଁ। ପିଲାମାନେ ମନା କଲେ କାଠୁ କିଛି ଆଣିବନି, ଯଦି ଲୋକ ସେବା କରୁଛ କର। କିନ୍ତୁ ମୋତେ 85 ବର୍ଷ ହେଲାଣି। ମୁଁ ବର୍ତ୍ତମାନ ଚାଲିକି ବାହାର କରୁଛି, ଭଜଳି କରୁଛି। ବର୍ତ୍ତମାନ ମୋ ପକେଟରେ ଆଉ 100 ବାହାର ଅଛି ମଧ୍ୟ। ବର୍ତ୍ତମାନ ଅସୁବିଧା ମନ୍ଦିର ପାଇଁ ବହୁ କ୍ଲେମ୍ କଲେଣି। ମୁଁ ମାଗି ମାଗି କରିପାରୁନି। ଆଉ ମନ୍ଦିର ଆପଣ ଇନକ୍ୱାରି କରନ୍ତୁ ଯେ ମୁଁ ସତ ନା ମିଛ, ଯେ ମାଗି ମାଗି ମୁଁ କରୁଛି ନା ନାହିଁ, ପଇସା ଖାଉଛି ନାହିଁ। ମୋ ନାଁ ଅର୍ଜୁନ ରାଉତ, ନଣ୍ଡାହାତପଲ୍ଲୀ, ପୋଷ୍ଟ କେନ୍ଦୁପଲ୍ଲୀ, ଜିଲ୍ଲା କଟକ। ମୁଁ ଜଣେ ବାହାର ମିଡ଼ିଏଟର କରେ। ଆହୁରି ମଧ୍ୟ 100 ବାହାର ଅଛି। ଶନି ମନ୍ଦିର 200 ମାଇପି ଓଷା କରୁଛନ୍ତି। ତାଙ୍କ ଭିତରେ ମୋ ସ୍ତ୍ରୀ ବୁଝୁଛି। ମୁଁ ମାଗି ମାଗି 10-12 ଲକ୍ଷ ଖର୍ଚ୍ଚ ଆଣି ଏଠିରୁ ବି କିଛି ସାହାଯ୍ୟ ମିଳିନି। କେତେ ଦରଖାସ୍ତ କରି ଗଲେଣି, ହଁ ହଁ କରୁଛନ୍ତି। କୌଣସି ସୁବିଧା ମୋତେ ମିଳୁନି। ବର୍ତ୍ତମାନ ମାଗିକି କରୁଛି। ଯେଉଁଠି ପଚାରୁଛୁ, ଯେଉଁ ଜାଗା ପଚାରୁଛୁ, ମୁଁ ହେଉଛି ବାହାର ମିଡ଼ିଏଟ୍ ଜଣେ। ତା ବଳରୁ ମନ୍ଦିର ହେଇଗଲାଣି ପ୍ରାୟ 10-12 ଲକ୍ଷ ଖର୍ଚ୍ଚ। ଆଉ ବାହାର ବହୁତ କେତେ କଲେଣି ସବୁଆଡ଼େ। କିନ୍ତୁ ଆହୁରି 100 ବାହାର ବି ଅଛି, ମାଗଣାରେ ବାହାର କରେ। ଅଭିଯୋଗ ଶନି ମନ୍ଦିର ମାଗି ମାଗି କରୁଛି। ସେ ବି ଆସିଥିଲି ଗ୍ରିଭାଂଶ ବି କରିକି ଗଲେଣି। ତାର କୌଣସି ତଥ୍ୟ କିଛି ଜଣାଉନି କି ମନ୍ଦିର ମାଗି ମାଗି କରୁଛି। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ସାହାଯ୍ୟ ମାଗିବା ପାଇଁକି ମୁଁ ଗ୍ରିଭାଂଶ ହଁ କହିଛି, ବହୁତ କହିଲେଣି। MLA ଦେଲେ 1,10,000 କ'ଣ ମନ୍ଦିର ହେବ କି? ମୁଁ ମାଗି 10-12 ଲକ୍ଷ ଖର୍ଚ୍ଚ କଲେଣି। ମୁଁ ଏଥିପାଇଁ ସାହାଯ୍ୟ କିଛି ମାଗୁଛି। ଖାଲି ହଁ ହଁ ହେଉଛି, ଦେବେ ଯିବେ। ନାଇଁ ସେଇ ମନ୍ଦିର ଉପରେ ଦରଖାସ୍ତ କରିଛି ଆଗରୁ। ଆଉ ଲୋକଙ୍କର ସୁବିଧା ଅସୁବିଧା ସରକାର ବୁଝିବେ। ଆପଣ ମନ୍ଦିର କଥା ସରକାର ବୁଝିବେ, ଆପଣ ହଁ MLA ବି ନାଇଁ ବୁଝିବେ ନା। ନାଇଁ MLA ବୁଝିବେ ଯେ ମୁଁ ଦେଇଥିଲି କ୍ଲେମ୍ କରିବା ପାଇଁ। ସେ କହିଲେ ନାଇଁ ଏଇଟା ମିଳିବ ଯାହାହେଲେ ତୁମକୁ MLAକୁ କରାଯିବ। MLA କହିଲେ ତୁମେ ଆଉଥରେ ଯାଇ କ୍ଲେମ୍ କର। ଆଉ ଯାହା ସାହାଯ୍ୟ ମିଳିବା କଥା ତୁମେ ଯେଉଁ ଗ୍ରିଭାଂଶ ଦିନ ଯିବ। ଆଜି ଆସିଲି, MLAକୁ ଦେଖିଲିନି। ତାପରେ ମୁଁ ଟିକେ ବାହାର ମିଡ଼ିଏଟ୍ କାମ କରେ। ତା ବଳରୁ 10-12 ଲକ୍ଷ ଖର୍ଚ୍ଚ କରି ମୁଁ ମାଗଣାରେ ବାହାର। ବର୍ତ୍ତମାନ ଆହୁରି 120 ବାହାର ଅଛି। ମୁଁ ମନ୍ଦିର ଏବଂ ତାର ଗୋଟେ ସୁବିଧା ନାହିଁ ଘର। ଏଠି ଘର ବି କିଛି ନାହିଁ। ଏଠି ରହିବା ଘର 200 ମାଇପି ଓଷା କରୁଛନ୍ତି ତଳେ। ମୁଁ ସେଥିପାଇଁ କ୍ଲେମ୍ କରୁଛି। ଆଉ ବି କେତେ ଥର ଦରଖାସ୍ତ କରିକି ଗଲେଣି, କେତେ ଗ୍ରିଭାଂଶ ବି ଦେଇଗଲେଣି। ଆଉ କେତେ ନାଇଁ ଦେଖା ହେଇନି ପରା। ଯାଇଥିଲି ଯିବି ମାନେ ଏଇ ଅଫିସରେ ଦେଖା ମୁଖ୍ୟମନ୍ତ୍ରୀ କ'ଣ ମୁଁ ଜାଣିନି ତ କିଛି। ସେ ତ ଏଠି ଛାଡ଼ି ଦେଇନାହାନ୍ତି, କହିଲେ ରହନ୍ତୁ ଟିକେ, ଛାଡ଼ି ନାହାନ୍ତି। ମୁଁ ଆଣିନି, ମନେ ନାଇଁ ଆଗରୁ ଦେଇଛି ତ ଦରଖାସ୍ତ। ହଁ ଆସିଥିଲି। ମୁଁ ମୋତେ କାଗଜ ମିଳିଥିଲା। ସେ କାଗଜଟା ବି ତାଙ୍କୁ ସେ ଦେଇଥିଲେ। କାହାକୁ MLA ବାକି MLAକୁ ଦେଇଥିଲେ। ତାଙ୍କର ଅଫିସ ଦେଇଥିଲେ ଭୁବନେଶ୍ୱର, ଯେଉଁ ପଇସା ମିଳିବ ଯେଉଁଠି ସେଠିକି ବି ଦେଇଥିଲି। ସେ କହିଲେ ତୁମେ ଆଉଥରେ କ୍ଲେମ୍ କର, ହେବ ଆମ ପାଖକୁ ଆଉଥରେ ଆସୁ। ମୁଁ ମନ୍ଦିର ବି ଚାହୁଁଛି, ମନ୍ଦିର ଏବଂ ଘର ବି ଚାହୁଁଛି। ଟିକେ ମନ୍ଦିର ଘର ନାହିଁ। 200 ମାଇପି ଯାଉଛନ୍ତି, ଖରା ବର୍ଷା ସହୁଛନ୍ତି। ସେଥିରେ ବି ସମ୍ମୁଖୀନ ହେଉଛନ୍ତି। ମୋ ସ୍ତ୍ରୀ ବୁଝାବୁଝି କରୁଛି। ମୁଁ ମାଗି ମାଗି 10 ଲକ୍ଷ 11 ଲକ୍ଷ ଖର୍ଚ୍ଚ କଲି।